ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନରେ ପ୍ରକୋଷ୍ଠ ମଧ୍ୟ ସ୍ୱାଗତ। ପିଲାମାନେ ଆଜି ଆମେ ସଂସ୍କୃତ ବ୍ୟାକରଣ ଦଶମ ଶ୍ରେଣୀରୁ ପଢ଼ିବା। ଆମେ ଆଗରୁ ସଂସ୍କୃତ ବ୍ୟାକରଣର କିଛି ପଦ ବିଷୟରେ ଆମେ ଜାଣିଛେ, ଯେମିତି ସୁବନ୍ତ ପଦ, ତିୱନ୍ତ ପଦ, ତଦ୍ଧିତ ପଦ, କୃଦନ୍ତ ପଦ, ଣିଜନ୍ତ ପଦ, ସନନ୍ତ ପଦ, ଯୌଅନ୍ତ ପଦ। এই ବିଷୟରେ ପିଲାମାନେ ଆମେ ଶୁଣିଛେ। ହୁଏତ ତୁମମାନଙ୍କ ଭିତରୁ କେହି କେହି ଜାଣିଥିବ ବି। ଆଉ ସୁବନ୍ତ ପଦ ତିୱନ୍ତ ପଦ ବିଷୟରେ ତ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବ, କାରଣ ସମସ୍ତ ଶବ୍ଦ ରୂପକୁ ସୁବନ୍ତ ପଦ ଆଉ ସମସ୍ତ ଧାତୁ ରୂପକୁ ତିୱନ୍ତ ପଦ କୁହାଯାଏ। ଆଜି ଆମେ ସନନ୍ତ ପଦ ବିଷୟରେ କିଛି ଜାଣିବା। ସନନ୍ତ ପଦ ଯାହା ଆମର ଇଚ୍ଛା ଅର୍ଥରେ ପ୍ରୟୋଗ ହୁଏ ପିଲାମାନେ, ହେଲା। ତେଣୁ ଇଚ୍ଛା ଅର୍ଥରେ ଆମର ସନନ୍ତ ପଦ ପ୍ରୟୋଗ ହୁଏ। ଏବେ ଆମେ କେତେକ ସନନ୍ତ ଧାତୁର ପ୍ରୟୋଗକୁ ଆମେ ଲକ୍ଷ୍ୟ କରିବା, ବୁଝିବା, ତାପରେ ଯାଇ ଆମେ ଦେଖିବା ସନନ୍ତ ପଦ କେଉଁ କେଉଁ ଧାତୁରୁ କେମିତି ହଉଛି। ଦେଖ, ଗନ୍ତୁମ୍ ଇଚ୍ଛତି, ଆକୁ କଣ କୁହାଯାଏ? ଜିଗମିଷ୍ୟତି, ଜିଗମିଷତି। ତାହେଲେ ବାଳକଃ ବିଦ୍ୟାଳୟଂ ଜିଗମିଷତି, ତା ଅର୍ଥ ହଉଛି କଣ? ବାଳକଟି ବିଦ୍ୟାଳୟକୁ ଯିବା ପାଇଁ ଇଚ୍ଛା କରୁଛି। ତାହେଲେ ଏଇ ଯୋଉ ଜିଗମିଷତି, ଏକୁ କଣ କହନ୍ତି? ଣିଜନ୍ତ ପଦ। ସେମିତି ଭୋକ୍ତୁମ୍ ଇଚ୍ଛତି, ଭୋକ୍ତୁମ୍ ମାନେ କଣ? ଭୋଜନ କରିବା ପାଇଁ। ଭୋକ୍ତୁମ୍ ଇଚ୍ଛତି ବୁଭୁକ୍ଷତି, ପ୍ରୟୋଗ କେମିତି ହବ? ଶିଶୁଃ ମୋଦକମ୍ ଦୃष्ट्ୱା ବୁଭୁକ୍ଷତି, ଶିଶୁଟି ମୋଦକକୁ ଦେଖି, ମୋଦକ ମାନେ ଲଡୁ ପିଲାମାନେ, ମୋଦକକୁ ଦେଖି, ଦୃଷ୍ଟି ଆଗରେ ଦେଖି, ବୁଭୁକ୍ଷତ, ବୁଭୁକ୍ଷତ ମାନେ କଣ? ଭୋକ୍ତୁମ୍ ଇଚ୍ଛତି ମାନେ ଖାଇବାକୁ ଇଚ୍ଛା କରୁଛି। ସେହିପରି ପାତୁମ୍ ଇଚ୍ଛତି, ପାନ କରିବା ପାଇଁ ଇଚ୍ଛା କରୁଛି। ପିପାସତି, ଯେମିତି ମୃଗଃ ଜଳମ୍ ପିପାସତି, ଅର୍ଥାତ୍ ମୃଗଟି ଜଳପାନ କରିବା ପାଇଁ ଇଚ୍ଛା କରୁଛି। ବୁଝିପାରୁଛ? ତାହେଲେ ଇଚ୍ଛା ଅର୍ଥରେ ଏହିପରି ଧାତୁ ସବୁ ହଉଛି, ନାଇଁ? ସ୍ତାତୁମ୍ ଇଚ୍ଛତି, ସ୍ତାତୁମ୍ ମାନେ ରହିବା ପାଇଁ, ସ୍ତା ଯୁକ୍ତ ତୁମୁନ୍ ସ୍ତାତୁମ୍। ତାହେଲେ ସ୍ତାତୁମ୍ ଇଚ୍ଛତି ତିଷ୍ଠାସତି, ତାପସଃ ବୈକୁଣ୍ଠେ ତିଷ୍ଠାସତି, ଅର୍ଥାତ୍ ତପସ୍ୱୀ ଜଣକ ବୈକୁଣ୍ଠରେ ରହିବା ପାଇଁ ଇଚ୍ଛା କରୁଛନ୍ତି। ଆତ୍ମନିପଦୀ ଧାତୁରୁ ମଧ୍ୟ ହୁଏ। ସେମିତି ଲବ୍ଧୁମ୍ ଇଚ୍ଛତି ଲିପ୍ସତେ, ଶୟିତୁମ୍ ଇଚ୍ଛତି ଶୟନ କରିବା ପାଇଁ ଇଚ୍ଛା କରୁଛି। ଅହମ୍ ସମ୍ପ୍ରତି ଶିଶୟିଷ୍ୟତେ, ମାନେ ଶୟନ କରିବା ପାଇଁ ଇଚ୍ଛା କରୁଛି, ମୁଁ ବର୍ତ୍ତମାନ ଶୋଇବା ପାଇଁ ଇଚ୍ଛା କରୁଛି। ସେବିତୁମ୍ ଇଚ୍ଛତି ଇଚ୍ଛସି ଶିଶେବିଶସେ, ତ୍ୱମ୍ ପିତରୌ ଶିଶେବିଶସେ, ତୁମେ ପିତାମାତାଙ୍କର ସେବା କରିବା ପାଇଁ ଇଚ୍ଛା କରୁଛ। ତେଣୁ କେତେକ ଧାତୁର ସନନ୍ତରେ ପରସ୍ମୈପଦୀ ସ୍ଥାନରେ ଆତ୍ମନିପଦୀ ରୂପ ମଧ୍ୟ ହୁଏ। ଦେଖିବା, ଲକ୍ଷ୍ୟ କରିବା। ଆମେ ଜାଣିଛେ ଜ୍ଞା ଧାତୁ, ଜାନାତି ଜାନିତଃ ଜାନାନ୍ତି, ତେଣୁ ତାକୁ ଆମେ ଜ୍ଞାନ୍ତୁମ୍ ଇଚ୍ଛତି କହିଲେ ଆମେ କଣ କରିପାରିବା? ଜିଜ୍ଞାସତେ, ଅର୍ଥାତ୍ ଆତ୍ମନିପଦୀ ଧାତୁ ପରି ଆମେ କରୁଛେ। ଯେମିତି ବାଳକଃ କିମ୍ ଜିଜ୍ଞାସତେ, ବାଳକଟି କଣ ଜାଣିବା ପାଇଁ ଇଚ୍ଛା କରୁଛି। ସେପରି ସ୍ମରଣ କରିବାକୁ ଇଚ୍ଛା କରୁଛି, ଶୁଶ୍ରୂଷତେ, ହେଲା। ସ୍ମର୍ତ୍ତୁମ୍ ଇଚ୍ଛତି ଶୁଶ୍ରୂଷ୍ୟତେ, କନ୍ୟା ମାତରମ୍ ଶୁଶ୍ରୂଷ୍ୟତେ, ଅର୍ଥାତ୍ କନ୍ୟାଟି ବା ଝିଅଟି ମାଙ୍କୁ ସ୍ମରଣ କରୁଛି, ମନେ ପକାଇବା ପାଇଁ ଇଚ୍ଛା କରୁଛି।
ଦ୍ରଷ୍ଟୁମିଚ୍ଛତି ଦିଦୃକ୍ଷତେ, ଅର୍ଥ ହଉଛି ଦେଖିବାକୁ ଇଚ୍ଛା କରୁଛି। ବୁଝିପାରିଲ? ତାହେଲେ ଏଇ ସବୁ କୋଉଥିରେ ହଉଛି? ଇଚ୍ଛା କରିବା ଅର୍ଥରେ ସନ୍ ପ୍ରତ୍ୟୟ ହେଇକି ହଉଛି। ଦେଖିବା ସନ୍ ପ୍ରତ୍ୟୟ କେମିତି ହଉଛି, ଆଗ ଉଦାହରଣ ସବୁ ଦେଖିନିଅ। ଶ୍ରୋତୁମିଚ୍ଛତି ଶୁଶ୍ରୂଷତେ, ହେଲା, ଶୁଣିବାକୁ ଇଚ୍ଛା କରୁଛି। ତାହେଲେ ବୃଦ୍ଧା ପୁରାଣମ୍ ଶୁଶ୍ରୂଷତେ, ବୃଦ୍ଧ ଜଣକ ପୁରାଣ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ସେହିପରି ଅନ୍ୟ କେତେକ ଧାତୁର ସ୍ୱାର୍ଥରେ ଅର୍ଥାତ୍ ସ୍ୱ ଅର୍ଥରେ ସନ୍ ପ୍ରତ୍ୟୟ ମଧ୍ୟ ହୁଏ, ଇଚ୍ଛା ଅର୍ଥରେ ନୁହେଁ। ଲକ୍ଷ୍ୟ କର, କିତ୍, ସନ୍, ସପ୍, ତିପ୍, ଚିକିତ୍ସତି, ଚିକିତ୍ସତି ମାନେ ଆରୋଗ୍ୟ କାମନା କରୁଛି, ଆରୋଗ୍ୟ କରୁଛି। ବୁଝିପାରିଲ? ତାହେଲେ ଏଇଟା କଣ? ସନ୍ ପ୍ରତ୍ୟୟ ଅର୍ଥରେ ନୁହେଁ, ଏଇଟା ସ୍ୱ ଅର୍ଥରେ, ନିଜ ଅର୍ଥରେ। ବୈଦ୍ୟଃ ରୁଗ୍ଣମ୍ ଚିକିତ୍ସତି, ହେଲା, ବୈଦ୍ୟ ଜଣକ ରୋଗିଣା ବ୍ୟକ୍ତିଙ୍କୁ ଚିକିତ୍ସା କରୁଛନ୍ତି। ସେମିତି ଘୃଣା କରୁଛନ୍ତି, ଗୁପ୍ ଯୁକ୍ତ ସନ୍, ସନ୍ ମାନେ ଇଚ୍ଛା ଅର୍ଥର ହଉଥିଲା, କିନ୍ତୁ ଏଠି ସ୍ୱ ଅର୍ଥର ହଉଛି। ଗୁପ୍ ଯୁକ୍ତ ସନ୍ ଯୁକ୍ତ ସପ୍ ଯୁକ୍ତ ତେ ଯୁଗୁପ୍ସତେ, ଯୁଗୁପ୍ସତେ ମାନେ ଘୃଣା କରୁଛି। ରାମଃ ଶ୍ୟାମାତ୍ ଯୁଗୁପ୍ସତେ, ରାମ ଶ୍ୟାମକୁ କଣ କରୁଛି? ଘୃଣା କରୁଛି। ସେମିତି ସହ୍ୟ କରୁଛି, ତିତିକ୍ଷତେ, ବାଳକଃ ମିତ୍ରମ୍ ନ ତିତିକ୍ଷତେ, ବାଳକଟି ନିଜ ମିତ୍ରକୁ ବା ବନ୍ଧୁକୁ ସହ୍ୟ କରିପାରୁ ନାହିଁ, ହେଲା। ସେମିତି ମାନ ଯୁକ୍ତ ସନ୍ ଯୁକ୍ତ ସପ୍ ଯୁକ୍ତ ତେ ମୀମାଂସତେ, ମୀମାଂସତେ ମାନେ ନିଷ୍ପତ୍ତି କରୁଛି। ତାହେଲେ ସଭାପତି ହିଁ ଆବେଦନ ମୀମାଂସତେ, ସଭାପତି ଆବେଦନକୁ କଣ କରୁଛନ୍ତି? ମୀମାଂସା କରୁଛନ୍ତି, ହେଲା। ତେଣୁ ସନନ୍ତ ଧାତୁ ସହିତ ଆ ବା ସ୍ତ୍ରୀ ପ୍ରତ୍ୟୟ ଲାଗି ମଧ୍ୟ ବିଶେଷ ପଦ ଗଠିତ ହୋଇପାରେ, ହେଲା। ଯେମିତି ପା ଯୁକ୍ତ ସନ୍ ଯୁକ୍ତ ଆ ପିପାସା, ପିପାସା ମାନେ ପାନ କରିବା ପାଇଁ ଇଚ୍ଛା। ତାହେଲେ ଏଇଟା କଣ ହଉଛି? ଆ ପ୍ରତ୍ୟୟ ହେଇକିରି ବିଶେଷ ପଦ ଗଠିତ ହଉଛି। ଭୁଜ୍ ଯୁକ୍ତ ସନ୍ ଯୁକ୍ତ ଆ ବୁଭୁକ୍ଷା, ଭୋଜନ କରିବା ପାଇଁ ଇଚ୍ଛା କରୁଛି। ଦୃଶ୍ ଯୁକ୍ତ ସନ୍ ଯୁକ୍ତ ଆ ଦିଦୃକ୍ଷା ମାନେ ଦର୍ଶନ କରିବା ପାଇଁ ଇଚ୍ଛା କରୁଛି। ସ୍ତ୍ରୀଲିଙ୍ଗରେ ସବୁ ହଉଛି। ଜ୍ଞା ଯୁକ୍ତ ସନ୍ ଯୁକ୍ତ ଆ ଜିଜ୍ଞାସା, ଜାଣିବା ପାଇଁ ଇଚ୍ଛା କରୁଛି। ଜି ଯୁକ୍ତ ସନ୍ ଯୁକ୍ତ ଆ ଜିଗିସା, ଜିଣିବା ପାଇଁ ଇଚ୍ଛା କରୁଛି। ସେହିପରି ପଠ ଯୁକ୍ତ ସନ୍ ଯୁକ୍ତ ଆ ପିପଠିସା ମାନେ ପଢିବା ପାଇଁ ଇଚ୍ଛା କରୁଛି। ଲଭ୍ ଯୁକ୍ତ ସନ୍ ଯୁକ୍ତ ଆ ଲିପ୍ସା, ଲିପ୍ସା ମାନେ ଲାଭ କରିବା ପାଇଁ ଇଚ୍ଛା କରୁଛି। ବୁଝିହେଲା? ଏବେ ୟାକୁ ଆମେ ବାକ୍ୟରେ ପ୍ରୟୋଗ କରିପାରିବା। ମମ ପିପାସା ବର୍ଦ୍ଧତେ, ଅର୍ଥାତ୍ ମୋର ପାଇବା ପାଇଁ ଇଚ୍ଛା ବଢି ଚାଲିଛି। ଶିଶୋଃ ବୁଭୁକ୍ଷା ଅସ୍ତି, ପିଲାଟିର ଭୋକିଲା ଅଛି, ବୁଭୁକ୍ଷା ଭୋକ୍ତୁମ୍ ଇଚ୍ଛା, ହେଲା। ଶିଷ୍ୟସ୍ୟ ଜିଜ୍ଞାସାମ୍ ଗୁରୁଃ ଦୂରୟତି, ପିଲାଟିର ଜାଣିବା ପାଇଁ ଇଚ୍ଛା କରୁଥିବା ଜିନିଷଟି ଗୁରୁ ଦୂର କରିଛନ୍ତି, ତାକୁ ଜଣେଇ ଦେଇଛନ୍ତି, ନାଇଁ। ମମ କୋଣାର୍କ ମନ୍ଦିରସ୍ୟ ଦିଦୃକ୍ଷା ବର୍ତ୍ତତେ, ମୋତେ କୋଣାର୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଇଚ୍ଛା ବଢୁଛି। ସେମିତି ଧନ ଲିପ୍ସା କୁମାର୍ଗମ୍ ନୟତି, ଧନ ଲିପ୍ସୁ ମାନେ ଧନ ପାଇବା ପାଇଁ ଇଚ୍ଛା କରି କୁମାର୍ଗକୁ ଗ୍ରହଣ କରିଛି, ଇତ୍ୟାଦି। ତେଣୁ ମନେ ରଖ, ଆ ପ୍ରତ୍ୟୟାନ୍ତ ସନନ୍ତ ପଦ ଲତା ଶବ୍ଦ ପରି ରୂପ ଗ୍ରହଣ କରିଥାଏ, ହେଲା। ଯେମିତି ଲତା, ଲତେ, ଲତାହା, ସେହିପରି ପିପାସା, ପିପାସେ, ପିପାସାହା ଏପରି ରୂପ ହବ। ସନନ୍ତ ଧାତୁ ସହିତ ଉ ପ୍ରତ୍ୟୟ ଲାଗି କର୍ତ୍ତୃପଦ୍ୟ ମଧ୍ୟ ଗଠିତ ହୁଏ, ହେଲା। ଉ ପ୍ରତ୍ୟୟାନ୍ତ ପଦର ପୁଲ୍ଲିଙ୍ଗରେ ରୂପ ପରି ହବ, ବାଳକ ଶବ୍ଦ ପରି। କେତେକ ଉ ପ୍ରତ୍ୟୟାନ୍ତ ଶିଶୁ ଶବ୍ଦ ପରି ହବ ଏବଂ କେତେକ ଉ ପ୍ରତ୍ୟୟାନ୍ତ ପଦର ଉଦାହରଣ ନିମ୍ନରେ ଦିଆଯାଇଛି, ଦେଖିବା ଆମେ। ଲଭ୍ ଯୁକ୍ତ ସନ୍ ଯୁକ୍ତ ଉ ଲିପ୍ସୁ, ଲାଭ କରିବାକୁ ଇଚ୍ଛା। ଜ୍ଞା ଯୁକ୍ତ ସନ୍ ଯୁକ୍ତ ଉ ଜିଜ୍ଞାସୁ, ଜାଣିବାକୁ ଇଚ୍ଛୁକ। ଜିବ୍ ଯୁକ୍ତ ସନ୍ ଯୁକ୍ତ ଉ ଜିଜି ବିକ୍ଷୁ, ହେଲା। ସେମିତି ବଚ୍ ଯୁକ୍ତ ସନ୍ ଯୁକ୍ତ ଉ ବିବକ୍ଷୁ ମାନେ କହିବାକୁ ଇଚ୍ଛା କରୁଛି। ଦା ଯୁକ୍ତ ସନ୍ ଯୁକ୍ତ ଉ ଦିଶ୍ଚୁ, ଦେବା ପାଇଁ ଇଚ୍ଛା କରୁଛି। ମୃ ଯୁକ୍ତ ସନ୍ ଯୁକ୍ତ ଉ ମୁମୃକ୍ଷୁ, ହେଲା। ସେମିତି ମୁଚ୍ ଯୁକ୍ତ ସନ୍ ଯୁକ୍ତ ଉ ମୁମୁକ୍ଷୁ, ମୁକ୍ତ ପାଇବା ପାଇଁ ଇଚ୍ଛା କରୁଛି, ଏହିପରି ହବ।
ताले आमर जी धातुर सन प्रत्यय हेले हब जिगीष, जिगीषर रूप हब कौन जिगमिषते, जिगमिषति। सेमती जप धातु जप करिबा तार हब जिजपिष, तार रूप हब बालक शब्द परी पर धातु परी जिजपि शति सती। दंश दंशन करिबा तार सनांत पद हब दिनक्ष दिदीक्षति, तार रूप दिदीक्षति दिदीक्षतः दिदीक्षन्ति एमती। निंदी धातुर निनिंदस, तार रूप हब निनिंदिशति निनिंदिशतः निनिंदिशति। पच धातुर पच युक्त सन युक्त पिपक्ष, तार हब पिपक्षति पिपक्षतः पिपक्षन्ति। लट लकार लंग लकार एपरि सब रूप हब। बुझिला? ताले सेही परी आत्मनिपदी धातुर केमती हब लव धातु भली जेमती लव र लिप्स, लव युक्त सन युक्त लिप्स, तार हब लिप्सते लिप्सेते लिप्सन्ते लिप्ससे लिप्सते लिप्सन्ते लिप्से लिप्स्यामहे लिप्स्यामहे। जन र जिजनिष हला जिजनिषते जिजनिषत जिजनिषन्ते एमती रूप हब। ताले आमे आजी एगुड़िक आ जहा दिया हला तुमे सब निजे निजे अभ्यास करिवो। गुड़ाए धातु अच्छी ता भितरे तुम दशम श्रेणी संस्कृत व्याकरण प्रकाश रे तेणु ताको काढ़िकी तुमे एगुड़िक सब अभ्यास करिवो। बुझेला? आग्रह थिले निश्चित भाव में सबु जिनस पिला माने हबो, तेणु एथिरे आग्रह रखिवो निश्चित भाव में हबो। ताले आजि पई आमे एई सनंत पद को एइठी रखिबा। पुणी आ गोटे पीरियड रे आउ किछि नुआ पाठ नै आमे उपस्थित हेबा। धन्यवाद समस्त को।